भारत माता की, भारत माता की, वंदे वंदे, जय श्री राम, जय जय श्री राम। बीजेपी जिंदाबाद, बीजेपी जिंदाबाद। किभଳି भाବରେ ଜାତୀୟ ରାଜନୀତି ସହିତ ଏବଂ ମୋଦିଜୀଙ୍କର ଯୋଉ ବିକାଶର ଚିନ୍ତାଧାରା ରହିଛି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହଉ, ସମସ୍ତଙ୍କ ଘର ଘରେ ଯୋଉ ପହଞ୍ଚି ପାରୁନି, ଆଜି ଆମେ ଗର୍ବିତ ଯେ ଏମ୍ସ ଆମର ଆଜି ଯେତେ ପ୍ରକାର ଆପଣ ଦେଖୁଛନ୍ତି ସବୁ ଆମରି ଖୋର୍ଦ୍ଧା ଜିଲ୍ଲା ଭିତରେ ଭୁବନେଶ୍ୱର ଭିତରେ ଅଛି। ସେ ଆୟୁଷ୍ମାନ ଯୋଜନା କଥା କୁହନ୍ତୁ, ସବୁ କେମିତି ଲୋକମାନେ ପାଇପାରିବେ ସେଇ ସଂକଳ୍ପରେ ମୁଁ ଆଜି କଂଗ୍ରେସ ଛାଡ଼ିକି ବିଜେପିରେ ଯୋଗଦାନ ଦେଇଛି। ତେଣୁ ସମସ୍ତଙ୍କ ପ୍ରତି ମୋର ଆଭାର ପ୍ରକଟ କରୁଛି। ଆଗକୁ କିଭଳି ଭାବରେ କାମ କରିବି ଆଉ ମ୍ୟାଡାମଙ୍କୁ କିଭଳି ଭାବରେ ପୁଣି ଥରେ ଅପରାଜିତା ଆଉ ଥରେ ଅପରାଜିତା ଏଇ ମିଶନ ନେଇକି ମୁଁ ଦଳକୁ ଆସିଛି। କାହିଁକି ନା ମୁଁ ଗୋଟିଏ କଥା କହିଛି ଯେ 5 ବର୍ଷ ଜଣଙ୍କୁ ସୁଯୋଗ ଦେବା ଦଳ ଦିଏ, କିନ୍ତୁ ଲୋକେ ଆଉ 5 ବର୍ଷ ନିହାତି ଭାବରେ ସୁଯୋଗ ଦିଅନ୍ତି। କାହିଁକି? ଯଦି ସେ କାମ କରିଥାନ୍ତି, ଯଦି ସେ ବିକାଶଟା ଲୋକଙ୍କ ପାଖରେ ପହଞ୍ଚିଥାଏ। ତ ଗଣମାଧ୍ୟମର ସମସ୍ତ ଭାଇମାନଙ୍କ ଜରିଆରେ ମୁଁ କହିବି ବହୁତ କାମ କରିଛନ୍ତି। ସୋଲାର ସିଷ୍ଟମ କୁହନ୍ତୁ, ପ୍ରତି ଗାଁରେ ପ୍ରତ୍ୟେକ ମନ୍ଦିର ପାଖରେ ଟିକେ ଥଣ୍ଡା ପାଣିର ବ୍ୟବସ୍ଥା ଠାରୁ ଆରମ୍ଭ କରିକି ଆମର ଗ୍ରାମ୍ୟ ସଡ଼କ କଥା କୁହନ୍ତୁ, ସବୁଥିରେ ମ୍ୟାଡାମଙ୍କର କିଛି ନା କିଛି ନିହାତି ଭାବରେ ମୁଁ ବୁଲୁଥିଲେ ମଧ୍ୟ ତାକୁ ଉପଲବ୍ଧି କରିଛି। ଆଗକୁ ଆହୁରି ଭଲ ଭାବରେ କାମ କରିପାରିବି ସେ ଲକ୍ଷ୍ୟ ନେଇକି ମୁଁ ଆଜି ବିଜେପି ଦଳରେ ସାମିଲ ହେଇଛି। ପୁଣି ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍, ଭାରତ ମାତା କି, ଭାରତ ମାତା କି, ନରେନ୍ଦ୍ର ମୋଦି जी की, मनमोहन भाई जी की, ଆଉ ଥରେ ଅପରାଜିତା।